ଯେତେବେଳେ ସବୁ ଜିନିଷ ପାଖରେ ଥାଏ ନା ତାକୁ ଦେଖିଲେ ବି ଇଚ୍ଛା ଲାଗେନି କିଏ ଖାଉଛି। ଆଉ ଯେତେବେଳେ ନ ମିଳେ ସେତେବେଳେ ତାକୁ ପଇସା ଦେଇକି କିଣିବାକୁ ବି ଖାଇବାକୁ ପଡ଼େ। ଜୟ ଜଗନ୍ନାଥ, ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ। ଆଜି ଯେହେତୁ ସଟର୍ଡେ ଥିଲା, ମର୍ଣ୍ଣିଂଟା ବହୁତ ସ୍ଲୋରେ ଚାଲୁଛି। ତ ଫାଷ୍ଟ ଆଗ ପାଣି ପିଇ ଦେଇଥିଲି, ତାପରେ ଏଠି ହଜବେଣ୍ଡଙ୍କ ପାଇଁ ପାଣି ନେଇ ଆସିଥିଲି। ଆଉ ଏଇଠି ଦେଖିପାରୁଥିବେ ସାଇଡ଼ର ବ୍ୟାକ୍ଗ୍ରାଉଣ୍ଡ କେତେ ସବୁ କପଡ଼ା ପଡ଼ିଛି ତଳେ, ଯେଉଁଗୁଡ଼ା ସଫା ହେବ, ଆଉ ସେ ଚେୟାରରେ ଯେଉଁଗୁଡ଼ା ସବୁ କାଲି ସଫା କରିଥିଲି ଶୁଖେଇଥିଲି। ତ ଏମିତି ଯେତେବେଳେ ୱାର୍କିଂ 2 ଜଣ ହୁଅନ୍ତି, ଘରଟା ସବୁବେଳେ ପ୍ରାୟ ଏମିତି ପଡ଼ିଥାଏ। ସଟର୍ଡେ ସଣ୍ଡେ ହିଁ ସବୁ ଜିନିଷ ମ୍ୟାନେଜ୍ କରିପାରୁ ଆମେ 2 ଜଣ। ଦିଦି ତାଙ୍କର ଘର ଅଲଗା କାମ କରନ୍ତି। ଆଗରୁ ଯେତେବେଳେ ଘରେ ଥିଲି ସଜନା ଶାଗ ବାଡ଼ିରେ ବହୁତ ସାରା ହୁଏ, ସେତେବେଳେ ମୋତେ ବହୁତ ଭଲ ଲାଗେ, କିନ୍ତୁ ଏତେ ଖାଇବାକୁ ଇଚ୍ଛା ହୁଏନି। ଏବେ ତ ଏଇଠି ପଇସା ଦେଇକି କିଣିକି ଖାଇବାକୁ ପଡ଼ୁଛି। କ'ଣ ଆପଣମାନେ ବି ଏମିତି କରୁଛନ୍ତି? ମୋତେ କମେଣ୍ଟରେ କହିବେ। ଆଉ ଏଇଠି ଝିଅ ଉଠି ପଡ଼ିଥିଲା। ଆଜିର ସକାଳର ବ୍ରେକଫାଷ୍ଟ ଥିଲା ଫ୍ରୁଟ୍ ସାଙ୍ଗରେ ଶାଗୁ। ସବୁବେଳେ ରୋଷେଇ କରି କରି ବି ବୋର୍ ଲାଗେ, ତ ହଜବେଣ୍ଡ କହିଲେ ଆଜି ଏମିତି ବନେଇ ଦିଅ, ବ୍ରେକଫାଷ୍ଟ କରିନେବା। ତ ବ୍ରେକଫାଷ୍ଟ କରିକି ଠାକୁରଙ୍କୁ ପୂଜା କରିଦେଲି। ତାପରେ ଆମର ଟିକେ କାମ ବାହାରି ଥିଲା, ତ ସେଥିପାଇଁ ବାହାରି ପଡ଼ିଲୁ। ଆଜିର ବ୍ଲଗ୍ଟା ଭଲ ଲାଗିଲେ ଚ୍ୟାନେଲ୍ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରହିଲି।